ମୋ ନାଁ ହେଉଛି ସନ୍ତୋଷ ପ୍ରସାଦ ନନ୍ଦ। ମୁଁ ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ତରଫରୁ ଆସିଛି। ଆଉ ଏଠାରେ ରଙ୍ଗେଲୁଣ୍ଡା ବ୍ଲକରେ ଆଜି ଆମର ଏକ୍ସରେ ସରକାରଙ୍କ ତରଫରୁ ଫ୍ରିରେ ହେଉଛି, ଯେଉଁଥିରେ କି ଭଲନେରେବୁଲ୍ ପପୁଲେସନ୍ ଆମେ ଯେଉଁଟା କହିବା, ଯେଉଁମାନେ ଆମର ବିଗତ ଶେଷ 5 ବର୍ଷ ଧରି ଯେଉଁମାନେ ଟିବି ପେସେଣ୍ଟ ଯକ୍ଷ୍ମା ରୋଗୀ ଥିଲେ କିମ୍ବା ତାଙ୍କ ଘର ଲୋକ ଯେଉଁମାନଙ୍କର ବିପି ଅଛି କିମ୍ବା ଡାଇବେଟିସ୍ ଅଛି କିମ୍ବା ଅନ୍ୟ କୌଣସି ଇମ୍ୟୁନୋ ସପ୍ରେସେଣ୍ଟ ଡିଜିଜ୍ ଅଛି, ତା ସହିତ 60 ବର୍ଷରୁ ଉର୍ଦ୍ଧ୍ୱ ରହିଥିବା ବ୍ୟକ୍ତିମାନେ ଆଉ ଅଲଗା ସବୁ ଭଲନେରେବୁଲ୍ ଯେମିତି ସ୍ଲମ୍ ଏରିଆ, ସେମାନଙ୍କୁ ନେଇକି ଆମେ ଗୋଟେ ଏକ୍ସରେ ସରକାରଙ୍କ ଦ୍ୱାରା ମାଗଣାରେ ରଙ୍ଗେଲୁଣ୍ଡା ବ୍ଲକ ପାଇଁ ବର୍ତ୍ତମାନ ଚାଲିଛି, ଯେଉଁଥିରେ କି ଆମେ ଜାଣିପାରିବା ତାଙ୍କର ଏକ୍ସରେ ମାଧ୍ୟମରେ କି ତାଙ୍କ ଭବିଷ୍ୟତରେ ତାଙ୍କର ଏବେ ଅଛି ନା ନାହିଁ, କୌଣସି ତାଙ୍କର ଯକ୍ଷ୍ମା ହେବାର ସମ୍ଭାବନା ଅଛି ନା ନାହିଁ। କ'ଣ ପାଇଁ ଆମର ଯେତେବେଳେ ରୋଗୀ ଆମ ପାଖକୁ ଆସୁଛନ୍ତି ସେଇଟା ବେଳକୁ ବହୁତ ବିଳମ୍ବ ହେଉଛି, ତାକୁ ଦୂର କରିବା ପାଇଁ ଆମେ ତାଙ୍କ ନିକଟସ୍ଥ ଆସିକି ଏଇଠି ମାଗଣାରେ ଏକ୍ସରେ କରୁଛୁ, ଯାହାଦ୍ୱାରା କି ଆମେ ଯେତେ ଜଲ୍ଦି ହେବ ଶୀଘ୍ର ଜାଣିପାରିବା ଆଉ ରୋଗୀଙ୍କୁ ଚିହ୍ନଟ କରିକି ଆମର ଦେଶକୁ, ଆମର ବ୍ଲକକୁ, ଆମ ଗ୍ରାମକୁ ଯକ୍ଷ୍ମା ମୁକ୍ତ କରିପାରିବା। ବର୍ତ୍ତମାନ ତ ପାଖାପାଖି 60 ଜଣ ଖଣ୍ଡେ ପଞ୍ଚାୟତରୁ ଆସିଲେଣି, ଆହୁରି ଆସୁଛନ୍ତି, ଚାଲିଛି ତ ବର୍ତ୍ତମାନ। ନମସ୍କାର, ମୁଁ ଜିତୁନ ସ୍ୱାଇଁ। ଆମର ଭାରତ ମାନେ ଟିଭି ମୁକ୍ତ ଭାରତର ଯେଉଁ ପ୍ରୋଗ୍ରାମଟା ଚାଲିଛି, ଏଥିରେ ଆମେ ବର୍ତ୍ତମାନ ଆଜି ରଙ୍ଗେଲୁଣ୍ଡା ବ୍ଲକରେ ଆମର ଟିଭି ମୁକ୍ତ ଭାରତ ଅଭିଯାନରେ ଚାଲୁଅଛୁ। ଆମେ ଯେମିତି ଏମିତିରେ କି ଗଭର୍ଣ୍ଣମେଣ୍ଟର ଦେଖିଲେ ଯେ ଆଜିକା ଡେଟ୍ରେ ଟିଭି ଏତେ ମାତ୍ରାରେ ବଢ଼ିବାରେ ଲାଗିଲାନି ଯେ, ଯାହାକି ପେସେଣ୍ଟମାନଙ୍କର ଯେଉଁ ଆମର ଯେଉଁ ଗାଁ ଗହଳିମାନଙ୍କର ଅଛି, ଏମାନେ କେହି ବି ବୁଝନ୍ତିନି, ଟିକେ ଖାସ ହେଲେ ମେଡ଼ିସିନ ଷ୍ଟୋରକୁ ଯାଇ ମେଡ଼ିସିନ ଖାଇ ନିଅନ୍ତି, କିନ୍ତୁ ଟିଭିର ସିମ୍ପଟମ୍ କେହି ଜାଣିପାରନ୍ତି। ଯାହାଫଳରେ କି ସରକାର ଏଇ ଗୋଟେ ସୁବିଧା କଲେ ଯେ ପ୍ରତ୍ୟେକ ଆମର ଯେତିକି ସବୁ ହସ୍ପିଟାଲାଇଜେସନ୍ ଅଛି, ଗଭର୍ଣ୍ଣମେଣ୍ଟ ହେଉ ପ୍ରାଇଭେଟ୍, ତ ଗୋଟିଏ ବାର୍ତ୍ତା ଦେଲେ ଯେ ପେସେଣ୍ଟମାନେ କେମିତି ପାଖକୁ ସୁବିଧାଟା ପାଇପାରିବେ। ସେଥିପାଇଁ ଗଭର୍ଣ୍ଣମେଣ୍ଟ ଆମର ପୁରା ପାଖାପାଖି ପ୍ରତ୍ୟେକ ପଞ୍ଚାୟତ ବ୍ଲକ ଏମିତି ଆମର 10ଟା ଡିଷ୍ଟ୍ରିକ୍ଟରେ ଆମେ ବର୍ତ୍ତମାନ ଚାଲିଛି ଟିଭି ମୁକ୍ତ। ବର୍ତ୍ତମାନ ରେଜିଷ୍ଟ୍ରେସନ୍ ହେଲାଣି 100 ପାଖାପାଖି ରେଜିଷ୍ଟ୍ରେସନ୍ ହୋଇସାରିଲାଣି। ଏମିତିରେ ଆମକୁ ରୋଗୀ ମଧ୍ୟ ମାନେ ଯେଉଁ ପେସେଣ୍ଟମାନେ ଆସନ୍ତି ସହଯୋଗ ମଧ୍ୟ ବହୁତ କରନ୍ତି ଏଥିରେ, ଯାହାଫଳରେ କି ଆମର ଆଗାମୀ ପିଢ଼ିରେ ମାନେ ଆଗାମୀ ଆମେ ଚାହୁଁଛୁ ଯେ ଯେମିତି ଟିଭି ମୁକ୍ତ ଭାରତ ହେଇଯିବ, ଯାହାଫଳରେ କି ଏଇଟା ଆଗକୁ ମଧ୍ୟ ଚାଲିବ। ଏମିତି ବର୍ତ୍ତମାନ ରଙ୍ଗେଲୁଣ୍ଡା ବ୍ଲକରେ ଆମର ଚାଲିଛି ବାଇଟ୍ ସହଯୋଗରେ ଏ ଯେଉଁ ଜାତୀୟ ଯକ୍ଷ୍ମା ନିରାକରଣ ଆୟୋଜନ ହୋଇଛି, ଏଥିରେ ଆମେ ସମସ୍ତେ ନିଜ ନିଜର ସ୍ୱାସ୍ଥ୍ୟର ଯେଉଁ ଥଣ୍ଡା କାଶ ବା ଶ୍ୱାସ ଲାଗି ରହିଛି ତାକୁ ଦେଖାଇବା ପାଇଁ ଏଠି ଆୟୋଜନ ଶିବିରରେ ମାଗଣାରେ ଦେଖାଇବା ପାଇଁ ଏଠି ଆସୁଛୁ।